पोखरी सफा चली माछ धरा जीव। हेलो सांग माने जय जगन्नाथ। आउ केमती अच्छा समस्ते आशा करुँच समस्ते भलरे थे। आउ जगन्नाथ कृपार समस्त परिवार भलरे चलुव। आसी आउ गोटे नुआ ब्लॉग नहीं बहुत छोट ब्लॉगटे बेस बड़ ब्लॉग नुह कहीं गाँव को जो जाइली आमर पोखरी माछ धरबार था दुर्गा ठाकुर वीडियो आप भी देखिथे जदि न देखिथे मो आईडी की जातु। आउ बासंती दुर्गा केमती कौन पूजा पाठ होता देखिदे 4 दिन 5 दिन सारी। आउे आमर पोखरी सफा होता पूरा दल पूरा भर्ती होता बापा पशिकी सफा कले सब दल आम छुआ पिला सब जा मो छोट भाई दीटा मुझे सफा करूँ सागर मिसिकी तापर दिन माछ धराई केमती माछ धराई पूरा देखिए वीडियोटी पूरा देखूँ किसी ना गोटे लाइक कर दिंतु और पूरा फुल वीडियो टी देखो भाई टी आगे जीवाक दिंतु जो मैंने नुआ देखुं से सब्सक्राइब करूँ जब नुआ होते मुझे पूरा वीडियो टी देखा पूरा मूल लास्ट देखो वीडियो कौन लगे कहतु कमेंट रही चलो वीडियो स्टार्ट करवा। जय जगन्नाथ। मंडा गछ कि रहा कदली गछ एपटे कदली पकईनी कि दल सफा चलती बापा पूरा पशि गले बेक सारी आउ ऊपर लगा हेलो माछ डेउंट पोखर देखिकी कुकुर केमी ये नालू तार एपटे खाऊ घास आज सांग मैंने आम पोखरी मरा हो देखिए माछ आज आछ खाइबी आज बहुत दिन पर आज घर माछ खाइबी सब बाहर माछ खाऊला आज घर माछ बहुत दिन मुझे वीडियो पा करछि तरुटा जीव टाणी के खेली कर आगू आउछु भाई पूरा आउछु भाई बापा खाली रागु था कहीं 2-3टा भणजा थे खाली से पानी पशि खाली उबुट 2-3 थर जाल टणाला कहीं यहाँ गहरिया पोखरीटा माछ भल पड़े कि सेकेंड पोखरी रे धरा जो से देखिए माछ केमती पड़ुंट बड़ बड़ माछ पड़ुं कि बहुत कम पड़ुले 4-5 थर जाल टणाला देखिए पूरा वीडियो टी छोटी
ମାଛ ଧରୁ ଧରୁ ଜାଲରେ ଗୋଟେ ସାପ ପଡ଼ି ଯାଇଥିଲା, ଯୋଉଟାକି ଆମେ ବାହାର କରିବା ପାଇଁ ମୁସ୍କିଲ ହେଇଯାଉଥିଲା। ପୁରା ସାପ ଜାଲରେ ଗୁଡ଼େଇ ମୁଡ଼େଇ ଯାଇଥିଲା, ବହୁତ କଷ୍ଟରେ ବାହାରିଲା ସାପଟି। ମୋ ସାନ ଭାଇ ଏପଟେ ମାଛ ଓଜନ କରିକି ଦଉଛି ସମସ୍ତେ। ପୁଅକୁ ସତରେ ବଡ ମାଛଟା ଦବ, ସେ ତାଙ୍କ ଘରକୁ ନେଇକି ଯିବ। ସେଇଟା ଦବ ଲୋ। ଏବେ ବର୍ତ୍ତମାନ ପାଇଁ ସେକେଣ୍ଡ ପୋଖରୀରେ ମାଛ ଧରା ହଉଛି। ଏଇ ପୋଖରୀଟା ବେଶୀ ଗହିରିଆ ନୁହଁ, କିନ୍ତୁ ଚଉଡ଼ା ଅଧିକ ଅଛି। ପ୍ରଥମ ପୋଖରୀରେ ତ ପାଖାପାଖି 8-9 କିଲୋ ମାଛ ଆସିଲା। ଦେଖିବା ଏ ପୋଖରୀରେ କେତେ ମାଛ ପଡୁଛନ୍ତି। ଏଇ ଦେଖନ୍ତୁ ଗୋଟେ ପିଲା ପାଠ ନ ପଢିକି ଯାଇକି କାମ କରୁଛି। ଆଉ ହାଟା ଗୋଟେ ଠିଆ ହେଇଛି ପିଲା। ଦେଖନ୍ତୁ କେତେ ମାଛ। ଗୋଟେ କିଲେ ହବ। ଆସିଯିବେ ତ ମତେ ବସ୍ତାଟା। ବାପରେ ଏତେ ମାଛ ନା। ଖାଲି ମାଛରେ ମାଛ, ଖାଲି ମାଛ। ଅଟୋଟା ପଳେଇଲା। ହାତ ମାନେ ମାଛର କେମିତି ହେଟା କାହିଁ କେତେ କିଏ ନେବେ ବେ? କିଏ ନେବ? 5 କିଲୋ ହବ। 5 କିଲୋ ସୁନା ପ୍ରମାଣ ଆମର 1.5 କିଲୋ। କାର କିଲେ ଜଗନର କିଲେ ଦେଖିଲ ଆଉ ମାମି ଉପରେ 2 କିଲୋ। ମନୁ ଆମର କେତେ କିଲୋ କହିନାହାନ୍ତି, ଖାଲି କହିଛନ୍ତି ମୋତେ ବଡ ମାଛ ଦବ। ବେଣ୍ଟା ମାଛ ଧରିଛ ସିଏ ବି ସେଇ କିଲେ ଧରିଛ ଦବ। ଏ ମାଛଟା ଦେଇନି କହୁଛି ଧୋବଲାରା। ସିଏ ତାଙ୍କର 4 ଜଣ ଅଛନ୍ତି, ସେ କିଲେ ଆଣ। ଆଉ ତୁନା ପମଦ ସେ ଅନୁସାରେ ଆଣ ମାଛ। ପାଣି ଦେଲେ ପଳେଇବେ ସବୁ। ହଁ
ଏଡେ କରବେ ଆମେ ଜାଣିତେ ଏକାଠି କର ମତେ ଆମେ ସେ ରାଜୁ ପୁତ୍ର ହେଠି କଣ କରୁଛନ୍ତି ଜଣ ଖାଦ୍ୟ ଏ ଦିଟା ଜଣ ଏକାଠି କର ବଡରା ପଳେଇଲେ ରେ କରୁଛନ୍ତି ସବୁ ବଡରା ପଳେଇଲେ ହଁ ପଳେଇଲେ ଡି ବନ୍ଦ କରୁଛି। ସବୁଡା କାଇଁ ଫୋପାଡୁଛ ଏଗୁଡା ଧର ହଁ ବଡ ଏଗୁଡା ବଡ ଗୁଡା ଧର ନା ସବୁଡା ଏଇ ଧର ଏଇଟା ଧର ଲିଚୁ ଏଟା ଏଇଟା କୋନ ନା ଛାଡ ଧର ଏରା ଛାଡି ଫିଙ୍ଗି ନା ଏଇଠି ଛାଡ ଦେ ବ୍ରାହ୍ମଣୀ ବେଙ୍ଗଟା ଏଇଟା ଉଠା ବଡ ସାଇଜ ଗୁଡା ଧର ବଡ ବଡ ଗୁଡା ଧର ପକେଟରେ ତୁ ଧରିବୁ ଏଇଟା ଛାଡ ଦେ ଏ ନାଲିଟା ଛଡା ହବ ନା ଏ ନାଲି ବଡ ତାହିଟା এইভাবে ভাবে ছোট মাছ গুড়াକୁ ଆମେ ଆଉଥରେ ଛାଡ଼ିଦେଲୁ ପୋଖରୀରେ ଆଉ ବଡ଼ ମାଛ ଯେତିକି ସବୁ ଧରି ଆଣିଲୁ ଟୋଟାଲ 20 କିଲୋ ଭଳିଆ ମାଛ ହେଲା ଦୁଇଟା ପୋଖରୀରେ ପାଖାପାଖି ପଡ଼ୋଶୀ ଲୋକ ନେଇଗଲେ ଆଉ ଆମେ ବି ଖାଇବା ପାଇଁ ନେଇ ଆସିଲୁ ଆଉ ପରେ ଘରେ ବନେଇ ଖାଇ ଅଏସ୍ କଲୁ। ମାଛ ମାଛ ଦେଶୀ ରୋହି ମାଛ ଝୋଳ ଦେଶୀ ରୋହି ମାଛ ଝୋଳ ମତେ ମୁଣ୍ଡ ଦବ ଭଜା ମାଛ ମୁଣ୍ଡ ଦେବି ହଁ ଭଜା ମାଛ ନାଇଁ କିଲୋ ଭଜା ମାଛ ହ୍ୟାଲୋ ସାଙ୍ଗମାନେ ପୁରା ଭିଡ଼ିଓଟିକୁ ଦେଖିଲେ କେମିତି ହେଇଛି ଆପଣମାନେ କହିବେ ଆଉ ଗୋଟେ ଭିଡ଼ିଓଟିକୁ ଲାଇକ୍ କରିବେ ଯଦି ନୂଆ ଚ୍ୟାନେଲ୍ ହେଇଛି ତାହେଲେ ସବସ୍କ୍ରାଇବ୍ କରିବାକୁ ଭୁଲିବେନି ମୁଁ ଏଇଠି ରହୁଛି ଆଉ ଥରେ ଦେଖା ହବ ଗୋଟେ ନୂଆ ଭିଡ଼ିଓରେ ନୂଆ ଏପିସୋଡରେ ରହିଲି ନମସ୍କାର ଜୟ ଜଗନ୍ନାଥ ବହୁତ ଭଲ ଲାଗିଥିଲା ମାଛ ଝୋଳଟି।